ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୋତେ ମୁଖ୍ୟ ଅତିଥି ରୂପେ ବକ୍ତବ୍ୟ ରଖିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ଶୁକରପଡ଼ା ଆର୍ମିକୁ ଧନ୍ୟବାଦ ଜଣାଉଛି। ଆଜି ଜାନୁଆରୀ 26 ଭାରତର 77ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ପ୍ରତିବର୍ଷ ଜାନୁଆରୀ ମାସ 26 ତାରିଖକୁ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ, କାରଣ 1950 ମସିହା ଜାନୁଆରୀ ମାସ 26 ତାରିଖ ଦିନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହି ସମ୍ବିଧାନ ତିଆରି ହେବା ପାଇଁ 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା। ଏହା ଏକ ଜାତୀୟ ପର୍ବ ଅଟେ। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ ଅଟେ। ଏହା ଯେ କେବଳ ଏକ ଆନନ୍ଦ ଉଲ୍ଲାସର ଦିନ ତାହା ନୁହେଁ, ଏହା ଆମକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଜାତୀୟତାର ମନ୍ତ୍ରରେ ଅନୁପ୍ରାଣିତ ହେବା ପାଇଁ ପ୍ରେରିତ କରୁଛି ଏବଂ ଆମକୁ ଅନୁପ୍ରାଣିତ କରୁଛି ଚିନ୍ତନ କରିବା ପାଇଁ ଆମ ଦେଶକୁ କିଭଳି ଏକ ପ୍ରଗତିଶୀଳ ଭାରତବର୍ଷରେ ପରିଣତ କରିପାରିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।